भक्तकवि श्री जगन्नाथ दासଙ୍କ कृत श्रीमद्भागवत। ओं नमो भगवते वासुदेवाय। नारायणं नमस्कृत्य नरं चैव नरोत्तमं देवीं सरस्वतीं व्यासं ततो जयमुदीरयेत्। मूकं करोति वाचालं पङ्गुलं हयते गिरिं। यत्कृपातमहं वन्दे परमानन्दमाधवं। निगमकल्पोतरर्गलितं फलं सुखमुखादमृतद्रवसंयुतं पिबत भागवतं रसमालयं मुहुरः रसिका भुवि भावुकः। द्वितीय स्कंद पंचम अध्याय। श्री नारद उवाच। आनंद चित्ते से नारदे उच्छन्ति ब्रह्मांकर पादे। हे देवो देवो नमस्तुते भूत भावन ये जगते। सृष्टिर अग्रे तोर देहि तो भाव न जानती केहि। आत्मार तत्व तुम्भे जान जे वेदे पुराण प्रमाण। जे रूपे जहि तोर वास जो हुए जगत प्रकाश। ଯାହାର ଆଶ୍ରୟେ ବର୍ତ୍ତଇ ପ୍ରକାଶେ ଜହିଁ ଲୀନ ହୋଇ। ଭୂତ ଭବିଷ୍ୟ ବର୍ତ୍ତମାନ ତୁମ୍ଭ ଗୋଚରେ ଦିବ୍ୟ ଜ୍ଞାନ। ହସ୍ତ ଏଳା ଫଳ ପ୍ରାୟେ ତୁମ୍ଭ ଗୋଚରେ ଜ୍ଞାନ ରହେ। ଯେଣୁ ତୁମ୍ଭଙ୍କୁ ଜ୍ଞାନ ସ୍ଫୁରେ ଯେବା ତୁମ୍ଭଙ୍କୁ ହୃଦେ ଧରେ। ତାହାର ବସେ କାର୍ଯ୍ୟ କର ସ୍ୱରୂପ କିସବା ତୁମ୍ଭର। ବୃତେ ସଞ୍ଚରି ଭୂତ କରୁ ଯାହାର ମାୟାରେ ବିହରୁ। ଏ ଭୂତ ଗଣଙ୍କୁ ଯେ ପାଳେ ଅପରାର ବି ଆତ୍ମ ତୁଲେ। ଆପଣେ ଶକ୍ତି ବଳେ ଭାବି ଆଶ୍ରମେ ଜେହ୍ନେ ଉର୍ଣ୍ଣ ନାଭି। ଏ ସୃଷ୍ଟି କର୍ମ ଓ ଗୋଚର ଯେ ରୂପ ନାମ ଗୁଣ ତାର। ଜାଣେ ମୁଁ ନାହିଁ ତ ବାହାରେ ଅନ୍ୟ ବାକେ ଅଛି ବେଭାରେ। ତୁମ୍ଭେ ଯେ ଘୋର ତପ କରି ଆତ୍ମା ସମାଧି ଅନୁସରି। ଏ ମାୟା ସୃଜିଲ କେମନ୍ତେ ଏଣୁ ସଂଶୟ ମୋର ଚିତେ। ତୁମ୍ଭେ ସର୍ବଜ୍ଞ ସର୍ବେଶ୍ୱର ମୋର ସଂଶୟ ଦୂର କର। ଭକ୍ତି ଭାବରେ ପଚାରଇ ସ୍ୱଭାବେ ପୁତ୍ର ମୁଁ ଅଟଇ। ଯେମନ୍ତେ ମୋର ଚିତେ ସ୍ମରେ ଏ ବିଶ୍ୱ ସମାଧି ଗୋଚର। ଏଣେ ନାରଦ ବାକ୍ୟ ଘେନି ହରଷେ କହେ ପଦ୍ମ ଯୋନି। ବ୍ରହ୍ମ ଉବାଚ। ଧନ୍ୟ ନାରଦ ମୁନିବର ସୁସାଧୁ ପ୍ରସ୍ତାବ ତୋହର। ତୁମ୍ଭେ ପଚାର ଜନହିତେ ଏ ବ୍ରହ୍ମ ଭାଗବତ ଗ୍ରନ୍ଥେ। ବିଷ୍ଣୁ ମହିମା ଦର୍ଶନେ ପୁଛିଲ ବିନୟ ବଚନେ। ତୁମ୍ଭେ ଯେ ପଚାରିଲ ମୋତେ ଏ ମିଥ୍ୟା ନୁହଁ ଉଚିତେ। ତେଣୁ ଈଶ୍ୱର ପ୍ରାୟ ହୋଇ ଏ ସୃଷ୍ଟି ମୋହର ଅଟଇ। ପରମେଶ୍ୱର ଜ୍ଞାନ ଯେଣୁ ନାହିଁ ତୋହର ଭ୍ରାନ୍ତି ତେଣୁ। ଏ ଆଦି ମଧ୍ୟ ଅନ୍ତର୍ଗତେ ଶୁଣ କହିବା ତାହା ତୋତେ। ବିଷ୍ଣୁର ଆଜ୍ଞା ଘେନି ଚିତ୍ତେ ବ୍ରହ୍ମାଣ୍ଡ ସର୍ଜିଲି ଯେମନ୍ତେ। ଯେମନ୍ତେ ଅର୍କ ଅଗ୍ନି ଶଶୀ ଗ୍ରହ ନକ୍ଷତ୍ର ତାରା ରାଶି। ତାହା କହିବା ତୋ ସମୀପେ ବିଷ୍ଣୁର ଆଜ୍ଞା ବଳ ଦର୍ପେ। ଯେ ହରି ଜଗତ ଈଶ୍ୱର ତାହାଙ୍କୁ ମୋର ନମସ୍କାର। ଯାର ମହିମା ମହାମେରୁ ମୁଁ ଯେ ବୋଲଇ ଶିଷ୍ୟ ଗୁରୁ। ଯାହାର ଇଚ୍ଛା ମାର୍ଗେ ସ୍ଥିତି ଲାଜେ ଶଙ୍କିତ ଭଗବତୀ। ସେ ମାୟା ବଳେ ଏ ଜଗତେ ଅଜ୍ଞାନ ମତେ ବିମୋହିତେ। ମୁହିଁ ମୋହର ଏ ଶରୀର ଦ୍ୱାରା ସମ୍ପଦ ବନ୍ଧୁ ମୋର। ଅଜ୍ଞାନ ଜନଙ୍କ ଏ ଭାବ ସର୍ବ ସମ୍ପଦ ପଦ୍ମନାଭ। ଏ ଦ୍ରବ୍ୟ କାଳ କର୍ମ ଜୀବ ଜୀବର ଯେ ଅବା ସ୍ୱଭାବ। ଯେତେ ଦେଖେଇ ଭିନ୍ନ ଭିନ୍ନ ଏକଇ ଆତ୍ମା ସର୍ବଜନ। କାର୍ଯ୍ୟ କାରଣ କର୍ତ୍ତା ଅର୍ଥେ ଦ୍ରବ୍ୟ ଜ୍ଞାନ କ୍ରିୟା ସಮೇତେ। ଗୁଣେ ରହନ୍ତି ଆଶ୍ରେ କରି ନିର୍ଗୁଣ ପୁରୁଷ ଆବରି। ଏ ତିନି ଗୁଣେ ଲିଙ୍ଗ ଯେତେ ମର୍ତ୍ତେ ବର୍ତ୍ତଇ ଅଲକ୍ଷିତେ। ମାୟା ଈଶ୍ୱର ମାୟା ବଳେ ସୃଜେ ସ୍ୱଭାବେ କର୍ମ କାଳେ।
ସେ କାଳ ଗୁଣ ବ୍ୟତୀତରେ ସୃଜଇ ପାଳଇ ସଂହାରେ ତାର ସ୍ୱଭାବ କର୍ମ ଯୋଗେ ମହତ ଉପୁଜିଲା ବେଗେ ମହତ ବିକାରୁ ତକ୍ଷଣେ ତ୍ରିଗୁଣ ଲିଙ୍ଗ ଆଭରଣେ ତମ ପ୍ରଧାନ ଅତିରେକେ ଯେ ଦ୍ରବ୍ये ଜ୍ଞାନ କ୍ରିୟାତ୍ମକେ ସ୍ୱଭାବେ ଶକ୍ତି ମହାଘୋର ତମ ତାମସ ଅହଙ୍କାର ଗୁଣ ପ୍ରକାଶ ତିନି ତିନି ବିକାର ତମ ତେଜ ଘେନି ଯେ ଶକ୍ତି ଦ୍ରବ୍ୟ କ୍ରିୟା ଜ୍ଞାନ ଏ ଭାବେ ଦେହ ଭିନ୍ନ ଭିନ୍ନ ସେ ଅହଙ୍କାର ଭୂତ ଆଦି ତାମସ ଶକ୍ତି ଜହିଁ ଭେଦି ଶବଦ ଗୁଣେ ନଭୁ ହୋଇ ଚତୁର ମାତ୍ରା ସଙ୍ଗେ ଲହି ନଭ ବିକାରୁ ବାୟୁ ଜାତ ସ୍ପରଶ ଶବ୍ଦ ଗୁଣେ ସ୍ଥିତ ସ୍ପରଶ ଗୁଣେ ତା ପ୍ରବଳ ଯେ ପ୍ରାଣ ମହା ତେଜ ବଳ ପବନ ବିକାର ତକ୍ଷଣେ ସ୍ୱଭାବେ କାଳ କର୍ମ ଗୁଣେ ସ୍ପର୍ଶ ଯେ ଗୁଣ ତହିଁ ଥାଇ ତୃତୀୟ ମାତ୍ରା ଲାଭ ହୋଇ ଶବଦ ସ୍ପର୍ଶ ରୂପ ତାର ପ୍ରଚଣ୍ଡ ତେଜ ମହାଘୋର ତେଜ ବିକାରେ ସେ ଉଦକ ଯାର ସ୍ୱଭାବ ରସାତ୍ମକ ଶବ୍ଦ ସ୍ପରଶ ରୂପ ତିନି ଏ ତିନି ରସ ସଙ୍ଗେ ଘେନି ଆପ ବିକାରୁ ମୋହିଜାତ ସେ ପଞ୍ଚ ମାତ୍ରା ଗୁଣେ ଯୁକ୍ତ ସତ୍ତ୍ୱ ବିକାର ତହୁଁ ମନ ଏ ରୂପେ ପ୍ରକାଶ ଗଗନ ମନର ସଙ୍ଗେ ଦେବ ବଳ ଦଶ ଇନ୍ଦ୍ରିୟ ଦିଗପାଳ ଦିଗ ବା ତାର୍କ ଜଳପତି ଅଶ୍ବିନୀ ବହ୍ନି ସୁରପତି ଉପେନ୍ଦ୍ର ମିତ୍ର ପ୍ରଜାପତି ଏ ରୂପେ ନବ ପ୍ରଜାପତି ତେଜସ ବିକାରୁ ତକ୍ଷଣେ ଜନ୍ମିଲେ ଦଶ ଇନ୍ଦ୍ରି ଗଣେ ଯେ କ୍ରିୟା ଜ୍ଞାନ ବୁଦ୍ଧି ପ୍ରାଣ ତୈଜସ ଶକ୍ତି ଏ ପ୍ରମାଣ ଶ୍ରୁତି ଯୁଗଳ ଚର୍ମ ଘ୍ରାଣ ନୟନ ଜିହ୍ୱା ପଞ୍ଚ ଜ୍ଞାନ ବଚନ ପ୍ରାଣ ଅଙ୍ଘ୍ରିବେନି ଉପର ମୂଳାଧାର ଘେନି ଏ କର୍ମ ଇନ୍ଦ୍ରିୟ ପ୍ରକାର ଦଶ ଦେବଙ୍କ ଅଧିକାର ଭୂତ ଇନ୍ଦ୍ରିୟ ଗଣମାନ ଏ ଯେଣୁ ନ ଲଭିଲେ ସ୍ଥାନ ବ୍ରହ୍ମାଣ୍ଡ ହେତୁ ଏ ପ୍ରତ୍ୟକ୍ଷେ ସୂକ୍ଷ୍ମେ ରହିଲେ ଅନ୍ତରିକ୍ଷେ ସ୍ଥାନ ନ ପାଇ ଅନ୍ୟ ଅନ୍ୟେ ସ୍ଥକିତ ରହିଲେ ଗଗନେ କେତେ ହେଁ କାଳ ଶୂନ୍ୟେ ରହି ଏ ସର୍ବେ ବିଷ୍ଣୁ ଆଜ୍ଞା ପାଇ ସେ ମହାଭୂତେ ସୂକ୍ଷ୍ମ ଭୂତେ ଘଟିତ ଅନ୍ୟ ଅନ୍ୟ ଜୁତେ ସେ ହରି ଆଜ୍ଞା ଭକ୍ତି ବଳେ ସେ ସର୍ବେ ହୋଇ ଏକ ମେଳେ ସୁବର୍ଣ୍ଣ ଅଣ୍ଡ ଉପୁଜିଲା ତକ୍ଷଣେ ଉଦକ ପଡ଼ିଲା ଅନେକ ସହସ୍ର ବରଷେ ସେ ଅଣ୍ଡ ମହାଜଳେ ଭାସେ ସେ ଅଣ୍ଡ ମଧ୍ୟେ ଜୀବ ଜାତ କାଳ କର୍ମ ସ୍ୱଭାବେ ସ୍ଥିତ ସେ ସର୍ବଗୁଣ ସର୍ବସିଦ୍ଧି କେତେ ହେଁ କାଳେ ଅଣ୍ଡ ଭେଦି ପୁରୁଷେ ହୋଇଲା ବାହାର ଏବେ ହୋ ଶୁଣ ନୃପ ବର ସହସ୍ର ଉରୁ ଅଙ୍ଘ୍ରି ବକ୍ଷ ସହସ୍ର ନୟନ ପ୍ରତ୍ୟକ୍ଷ ସହସ୍ର ଶିର ସହସ୍ର ଭୁଜ ଆନନ୍ଦ ପ୍ରମିତ ତେଜ ଯାହାର ଦେହ ଶୂନ୍ୟ ଦେଖି ଲୋକର ସ୍ଥାନ ଉପଲେଖ ଦ୍ୱିସପ୍ତ ଲୋକ ତାର ଅଙ୍ଗେ କଳ୍ପିତ ଅଧ ଊର୍ଦ୍ଧ୍ୱ ଭାଗେ ମୁଖୁ କଳ୍ପିତ ବ୍ରହ୍ମକୁଳୁ କ୍ଷତ୍ରିୟ ଜାତ ବାହୁ ମୂଳୁ ଉରୁ ଯୁଗଳୁ ବୈଶ୍ୟ ଗଣେ ଶୂଦ୍ର ଉପୁଜିଲା ଚରଣେ ଭୂଲୋକ କଟି ଭାଗେ ସ୍ଥିତ ନାଭିରୁ ଭୁବଲୋକ ଜାତ ହୃଦରେ ସ୍ୱର୍ଲୋକ ନିଶ୍ଚଳେ ମହୋଲ୍ଲୋଳ ଯେ ଉରସ୍ତଳେ ଏ ଜନ ଲୋକ ଗ୍ରୀବା ତଟେ ତପ ବସଇବେନି ଓଷ୍ଠେ ମୂର୍ଧନି ମଧ୍ୟେ ବ୍ରହ୍ମ ଲୋକ ଯେ ସନାତନ ସତ୍ୟ ଲୋକ ସପ୍ତ ପାତାଳ ଅଧୋ ଭାଗେ ଶୁଣ କହିବା ଅନୁରାଗେ ଅତଳ ବସେ ଜଙ୍ଘ ଦେଶେ ଉରୁରେ ବିତଳ ପ୍ରକାଶେ ସୁତଳ ବସେ ଜାନୁ ମୂଳେ ଜଙ୍ଘର ମୂଳେ ତଳାତଳ ଯେ ମହାତଳ ଗୁଳ୍ଫ ଦେଶେ ପଦାର୍ଦ୍ଧେ ରସା ତଳ ବସେ ପାତାଳ ପାଦ ତଳେ ରହେ ଏଣୁ ଭୁବନ ବିଶ୍ୱ ଦେହେ ସ୍ୱର୍ଗଲୋକ କଳ୍ପିତ ମୂର୍ଧନି ବିଶ୍ୱ ଶରୀରେ ବିଶ୍ୱ ମାନି ନାରଦ ଆଗେ ବେଦ ବର ଯାହା କହିଲେ ବେଦ ସାର ସୁଜନ ଜନଙ୍କ ଶ୍ରବଣେ ବ୍ରାହ୍ମଣ ଜଗନ୍ନାଥ ଭଣେ
इति श्रीमद्भागवते महापुराणपरमहंस्यां संहितायां वैयासिक्यां द्वितीयस्कन्धे शोकपरीक्षितसंवादे सृष्टि आदिर्विभूतिवर्णने नाम पञ्चमोऽध्यायः।